ବର୍ତ୍ତମାନ ଆମେ ନୂଆପଡ଼ା ଜିଲ୍ଲା ସିନାପଲ୍ଲୀ ବ୍ଲକ ଅନ୍ତର୍ଗତ ଗଣ୍ଡାବାହାରିର ରାମଗଡ଼ ପର୍ବତରେ ଅଛୁ। ଏହି ରାମଗଡ଼ ହେଉଛି ଏକ ଐତିହାସିକ ପର୍ଯ୍ୟଟନସ୍ଥଳୀ। ଚାଲନ୍ତୁ ଆମେ ରାମଗଡ଼ର ବିଭିନ୍ନ ଅଞ୍ଚଳ ବୁଲିବା, ତାର ଐତିହାସିକ ତଥ୍ୟ ବିଷୟରେ ଜାଣିବା। ଚାଲନ୍ତୁ ଏବେ ଆମେ ରାମଗଡ଼କୁ ଭ୍ରମଣ କରିବା। ଆପଣ ଦେଖିପାରୁଥିବେ ଏଡ଼େ ବୃହତ୍କାୟ ହାତୀ ପାହାଡ଼ ରହିଅଛି। ଏହି ହାତୀ ପାହାଡ଼ ଅନେକ ଜନଶ୍ରୁତି ବା ଲୋକ କଥା ରହିଅଛି। ଲୋକମାନେ କହନ୍ତି ଏହି ରାମଗଡ଼ ପାହାଡ଼ରେ ରହିଥିବା ଇଷ୍ଟଦେବୀ ମା ରାମଗଡ଼ିଆଣୀଙ୍କୁ ଦର୍ଶନ କରିବା ପାଇଁ କୌଣସି ଏକ ରାଜା ହାତୀରେ ଆସିଥିଲେ। ସେ କୋପ କରି ସେ ନିଜକୁ ଗର୍ବ କରି ମାଙ୍କ ପାଖକୁ ଜୋତା ପିନ୍ଧି ଯାଇଥିଲେ ଏବଂ ମା ସେହି ଲୋକଙ୍କୁ କୋପ କରି ସେ ଆସିଥିବା ହାତୀକୁ ପଥର କରିଦେଲେ ବୋଲି ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ। ଆପଣ ଦେଖିପାରୁଥିବେ ବୃହତ୍କାୟ ହାତୀ ସଦୃଶ୍ୟ ଏହି ପାହାଡ଼ ରହିଅଛି। ତାର କାନ ରହିଅଛି, ମୁଣ୍ଡ ରହିଅଛି। ସୁନ୍ଦର ଭାବରେ ସଜେଇ ହେଇ ଏହି ହାତୀ ପାହାଡ଼ ଐତିହାସିକ ଏବଂ ପ୍ରାଚୀନ କିମ୍ବଦନ୍ତୀ ସହିତ ଜଡ଼ିତ ଅଟେ। ତାର ଅପର ପାର୍ଶ୍ୱରେ ବୃହତ୍କାୟ ପୁଷ୍କରିଣୀ ଦେଖିପାରୁଥିବେ। ବର୍ଷା ଋତୁରେ ଏଠାରେ ପାଣି ଭରପୁର ଅବସ୍ଥାରେ ରହିଥାଏ। ଅନେକ ପର୍ଯ୍ୟଟକ ଆସି ଏହି ପୁଷ୍କରିଣୀ ଚାରିପାଖରେ ବସନ୍ତି ଏବଂ ରାମଗଡ଼ର ଐତିହାସିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଆପଣମାନେ ଦେଖିପାରିବେ ଆଗକୁ ଗଲେ ରାମଗଡ଼ର ଅନେକ କିମ୍ବଦନ୍ତୀ ଏବଂ ଐତିହାସିକ ତଥ୍ୟ। ଚାଲନ୍ତୁ ଆଗକୁ ବଢ଼ିବା ଏବଂ ରାମଗଡ଼ ବିଷୟରେ ଅଧିକ ତଥ୍ୟ ଜାଣିପାରିବା। ବର୍ତ୍ତମାନ ଆପଣ ଦେଖିପାରୁଥିବେ ବିରାଟକାୟ ହନୁମାନ। ଏହି ହନୁମାନ ପ୍ରତିମୂର୍ତ୍ତି ସହିତ ମଧ୍ୟ ଅନେକ ପୌରାଣିକ ତଥ୍ୟ ଜଡ଼ିତ ଅଟେ। ତ୍ରେତୟା ଯୁଗରେ ମହାପ୍ରଭୁ ରାମଚନ୍ଦ୍ର ଏହି ରାସ୍ତା ଦେଇ ସେ ନିଜର ବନବାସ ଯାଇଥିଲେ। ତେଣୁ ଏହି ପାହାଡ଼ରେ କିଛି ସମୟ ସେ ଅତିବାହିତ କରିଥିଲେ। ସେହି ରାମଚନ୍ଦ୍ରଙ୍କ ନାମ ଅନୁସାରେ ଏହି ପାହାଡ଼କୁ ରାମଗଡ଼ ବୋଲି ମଧ୍ୟ କୁହାଯାଏ। ଆପଣମାନେ ଦେଖିପାରୁଥିବେ ବୃହତ୍କାୟ ହନୁମାନ। ଏ ଅଞ୍ଚଳର ଲୋକମାନେ ନିଜର ପ୍ରଚେଷ୍ଟାରେ ସେହି ସ୍ମୃତିକୁ, ରାମଚନ୍ଦ୍ରଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ବିରାଟ ହନୁମାନ ପ୍ରତିମୂର୍ତ୍ତି ତିଆରି କରିଛନ୍ତି, ଯାହାକି 21 ଫୁଟର ହନୁମାନ ପ୍ରତିମୂର୍ତ୍ତି ରହିଅଛି। ଏହି ପ୍ରତିମୂର୍ତ୍ତି ରାମଗଡ଼ର ଶୋଭାକୁ ଦ୍ୱିଗୁଣିତ କରୁଥିବା କଥା ବେଶ ଚର୍ଚ୍ଚା ହୁଏ। ଚାଲନ୍ତୁ ଏବେ ଆମେ ରାମଗଡ଼ ପାହାଡ଼ର ପାହାଚ ଦେଇ ରାମଗଡ଼କୁ ଆଗକୁ ଯିବା ଏବଂ ମାଙ୍କର ଆରାଧନା ପୀଠ ମଧ୍ୟ ସେଠାରେ ରହିଅଛି, ତାହାକୁ ଦେଖିବା ଏବଂ ଏହି ରାମଗଡ଼ର ପଥର ଦେହରେ ରହିଥିବା କିମ୍ବଦନ୍ତୀ ଗୁଡ଼ିକୁ ଆଲୋଚନା କରି ସେ ବିଷୟରେ ଅଧିକ ତଥ୍ୟ ଜାଣିବା। ରାମଗଡ଼ ଠାରୁ ଅଳ୍ପ ଦୂରରେ ଉଦନ୍ତୀ ଉପତ୍ୟକା ରହିଅଛି। ଆପଣ ଦେଖିପାରୁଥିବେ କିଛି ଦୂରରେ ଉଦନ୍ତୀ ନଦୀ ବହି ଯାଇଛି। ଉଦନ୍ତୀ କୂଳରେ ମଧ୍ୟ ଅନେକ କିମ୍ବଦନ୍ତୀ ଭରପୁର ରହିଅଛି। ନଦୀରେ ପ୍ରବାହିତ ଜଳକୁ ପାନ କରି ଆଦିମ ଅଧିବାସୀ ଏହି ପାହାଡ଼ରେ ଆଶ୍ରୟ ନେଇଥିଲେ ବୋଲି ଅନୁମାନ କରାଯାଏ। ପାହାଡ଼ ଏବେ ମଧ୍ୟ ଅନେକ ଧାରୁଆ, ମୁନିଆ, ଗୋଲ ପଥର ଦେଖିବାକୁ ମିଳେ। ସେ ପଶୁ ପକ୍ଷୀ ଶିକାର, କାଟିବା, ଚିରିବା କାର୍ଯ୍ୟରେ ବ୍ୟବହାର କରି ନିଜର ଭୋକ ମେଣ୍ଟାଇଥିଲା ବୋଲି ଅନୁମାନ କରାଯାଏ। 1970 ମସିହା ପ୍ରତ୍ନତତ୍ତ୍ୱବିତ୍ ଜିତାମିତ୍ର ସିଂଦେଓ ଏହି ପାହାଡ଼ ପଥରଗୁଡ଼ିକୁ ନେଇ ଗବେଷଣା କରିଥିଲେ। ସେ ମଧ୍ୟ ନିଜ ଗବେଷଣା ପୁସ୍ତକରେ ଏହା ପ୍ରାକ୍ ଐତିହାସିକ ଯୁଗ ବା ମହାପାଷାଣ ଯୁଗର ପାହାଡ଼ ବୋଲି କହିଥିଲେ। ବର୍ଷକୁ ବର୍ଷ ଋତୁ ଅନୁଯାୟୀ ବନ୍ୟ ଫଳମୂଳ ଏହି ପାହାଡ଼ରେ ରହିଥିବା ଯୋଗୁଁ ଆଦିମାନବ ସୁରକ୍ଷିତ ଭାବରେ ଏଥିରେ ରହିପାରୁଥିଲା। ଅନେକ ବର୍ଷ ଧରି ପଡ଼ି ରହିଥିବା ମହାପାଷାଣ ଯୁଗର ପ୍ରସ୍ତର ଗୁଡ଼ିକ ଧୀରେ ଧୀରେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାରେ ଲାଗିଛି। ଆପଣମାନେ ଚତୁଃପାର୍ଶ୍ୱରେ ରହିଥିବା ପାହାଡ଼ ପର୍ବତ ବିଷୟରେ ଦେଖିଥିବେ।
अल्प दूर थिपाडंगा एवं चौरा पहाड़ अछि। चौरा पहाड़ मध्य एक ऐतिहासिक पहाड़। एही ऐतिहासिक चौरा पहाड़ सहित रामगढ़ पहाड़र मध्य अनेक संपर्क देखिबाकू मिले। एठारे अनेक प्राकृतिक प्रेमी एवं साहित्यक मानकर समागम देखिबाकू मिले। एही रामगढ़ पहाड़ को आसी सेमाने अनेक कविता, गल्प एवं प्रत्नतात्विक गवेषणा जारी रखिछंती। रामगढ़ पहाड़ रे आपण किछि समय बुली आसंतु। एठारे पशुपक्षी मानकर शब्द, सबुजिमा को उपभोग करी निश्चित भाव रे आपण आनंद पाइबे। नमस्कार।